ସ୍ଥାନୀୟ ପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗରପଡ଼ା ପରିସରରେ 2024-25 ଶିକ୍ଷାବର୍ଷ ନିମନ୍ତେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିକାଶ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଉପସଭାପତି ମଧୁସ୍ମିତା ସାହୁ, ୱାର୍ଡ ମେମ୍ବର ଯୁଗଳ କିଶୋର ଦେହୁରୀ, ସଭ୍ୟ ଆଦିତ୍ୟ ଦେହୁରୀ, ଅଜୟ କୁମାର ସେଠୀ, ସଭ୍ୟା କୁନି ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ 2 ହଳ ଲେଖାଏଁ ପୋଷାକ ବିତରଣ କରିଥିଲେ। ମା ଦୁର୍ଗା ଏସ୍ଏଚଜି ଗ୍ରୁପ ଦୁର୍ଗାଦେଇପୁର ତରଫରୁ ସମ୍ପାଦିକା ମିଲନ ମଞ୍ଜରୀ ସେଠୀ ପୋଷାକ ଯୋଗାଣ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଶିକ୍ଷକ ରାମେଶ୍ୱର ବାରିକ, ପ୍ରଫୁଲ୍ଲ କୁମାର ଜେନା, ଶିକ୍ଷୟିତ୍ରୀ ବୈଜୟନ୍ତୀ ବେହେରା, ଦୀପାଳି ଅପରାଜିତା ପରିଡ଼ା, ଦେବସ୍ମିତା ପଲ୍ଲେଇ, ଇପ୍ସିତା ପରମାଣିକ, ଆସ୍ପାୟାର ଶିକ୍ଷକ ବିଚିନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଶିଶୁ ଦିବସର ଅବ୍ୟବହିତ ପୂର୍ବରୁ ପିଲାମାନଙ୍କୁ ସୁଚାରୁ ରୂପେ ପୋଷାକ ବିତରଣ କରାଯାଇଥିବାରୁ ବିଦ୍ୟାଳୟ ଓ ଅଭିଭାବକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଟଣା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଓ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଥିଲା।